ଏଠି ଆପଣ ଆଗେ ବୁଝନ୍ତୁ ବ୍ୟାସ ସରୋବର କଣ। ଯଦି ଆପଣମାନେ ବାହାରୁ ଅତିଥି ଆସିଛନ୍ତି ଆପଣମାନେ ବୁଝନ୍ତୁ, ଏ ଲୋକମାନଙ୍କୁ ପଚାରନ୍ତୁ, ନଚେତ ଯିଏ ଆପଣଙ୍କୁ ଡାକିଛନ୍ତି ତାକୁ ବୁଝିକି କୁହନ୍ତୁ, ଭୁଲ ଭାଲ କଥା କୁହନ୍ତୁ ନା ଆଜ୍ଞା। କହି ରଖୁଛି ଆପଣଙ୍କୁ 2007 ମସିହାରେ ମହୋତ୍ସବ ଆରମ୍ଭ ହେଲା। ସେତେବେଳେ ଚେୟାରମ୍ୟାନ ଥିଲେ ସରୋଜିନୀ ବଳ, ସେତେବେଳେ କଲେକ୍ଟର ଥିଲେ ଅରବିନ୍ଦ ପାଢୀ। ସେବେଠୁ ଏ ମହୋତ୍ସବ ଚାଲିଛି। ତାପରେ 2010 ମସିହାରେ ବିଧାୟକ ହେଲେ ପ୍ରୀତି ରଞ୍ଜନ ଘଡେଇ। ସିଏ ଆଣିଲେ କାହାକୁ, ସଂସ୍କୃତି ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ପର୍ଯ୍ୟଟନ ସ୍ଥଳୀ ଡିକ୍ଲେୟାର କଲେ। ତାପରେ ଆଇଲେ କିଏ, ଆଜିର ଆମର ବିଧାୟକ ଆକାଶ ଦାସ ନାୟକ ମହୋଦୟ ଏ ପୀଠର କାମ ଆରମ୍ଭ କଲେ। ଆଜି ପର୍ଯ୍ୟନ୍ତ ସେ କାମ ଚାଲିଛି। বিভিন্ন সময়ে সরকার আসলে পয়সা দেলে কাম চালিছি। কিন্তু গতকালি কি পহরদিন জড়ে রাজ্যসভা এমপি আসিলে, সি এটি ভাষণ দেলে, কলে ଦି ଜଣ ଭାଇ କୋ ଖାଉଡା ଧରି କାଳେ ହାଣୁଥିଲେ। କୋଉଠି ହାଣୁଥିଲେ, କଣ କରିଥିଲ ହାଣିକି, କୋଉଠି ଥିଲ? 2007 ମସିହାରେ ମହୋତ୍ସବ ହେଲା। ତମର ରାଜନୈତିକ ଜନ୍ମ ସେମାନଙ୍କର ହେଇନଥିଲା। ତମେ ଯୋଉ ଦି ଜଣଙ୍କ ଭାଇଙ୍କ କଥା କହୁଥିଲ ସେମାନେ ତ ଜନ୍ମ ହେଇନଥିଲେ। ସେମାନେ ତ 10 ମସିହାରେ କି 9 ମସିହାରେ ବିଧାୟକ ହେଲେ। ତମେ କଲ କଣ, କରିଛ କଣ? ଆରେ ଭାଇ, ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ। ଏଠି ବହୁତ ସ୍ୱଳ୍ପ ସମୟ ଅଛି ମୋ ପାଇଁ, ବହୁତ ସ୍ୱଳ୍ପ ସମୟ କହିପାରିବିନି। ଏଠି ଆପଣଙ୍କର ବ୍ୟାସ ସରୋବର ସେପଟେ ଜଗନ୍ନାଥଙ୍କ ପୀଠ, ଜଗନ୍ନାଥଙ୍କ ପୀଠ, ଜଗନ୍ନାଥଙ୍କ ମନ୍ଦିର କରିବା ପାଇଁ 1.5 କୋଟି ଟଙ୍କା ଦିଆଯାଇଥିଲା। 128 ଲକ୍ଷ ଟଙ୍କା ନିବେଶ ନେଇକି ଟେଣ୍ଡର ହେଇଥିଲା। କିନ୍ତୁ ସେ ଟେଣ୍ଡର ଯୋଉ ପ୍ରୋଜେକ୍ଟ ହେଇଥିଲା ଆଜ୍ଞା, ଆପଣ ମାନେ ସବୁ ଜଗନ୍ନାଥ ପ୍ରେମୀ, ଜଗନ୍ନାଥ ବର୍ତ୍ତମାନ ଯୋଉଠି ବସୁଛନ୍ତି 11.5 ଫୁଟ ସିଂହାସନରେ ବସୁଛନ୍ତି। କିନ୍ତୁ ଯୋଉ ବ୍ୟକ୍ତି ମାନେ ଚଞ୍ଚକତା କରିଥିଲେ ପଇସା ଫେରାଇ ନେବା ପାଇଁ 9.5 ଫୁଟରେ ମନ୍ଦିର କରିଥିଲେ। କାରଣ ଏକଥା ମୁଁ କାହିଁ କହୁଛି ଆଜ୍ଞା, ଆପଣ ମାନେ ସମସ୍ତେ ଜାଣିଛନ୍ତି ମୁଁ ଜଗନ୍ନାଥ କମିଟିରେ ଅଛି ଏବଂ ବୁଝୁଛି। ଧନ୍ୟବାଦ ମାନ୍ୟବର ବିଧାୟକଙ୍କୁ, ଯେତେ ଧନ୍ୟବାଦ ଦେଲେ ବି କମ ହବ। ତାଙ୍କ ଉଦ୍ୟମରେ ପ୍ରୋଜେକ୍ଟ ସଫଳ ହେଲା। ବର୍ତ୍ତମାନ ମନ୍ଦିର, ଜଗନ୍ନାଥ ମନ୍ଦିର କାମ 100 ସ୍ପିଡରେ ଚାଲିଛି। ତେଣୁ ପ୍ରଗତି କିଏ କରୁଛି ଆଜ୍ଞା, କିଏ ପ୍ରଗତି କରୁଛି? ଶିକ୍ଷା, ଶିକ୍ଷା ଦେଖନ୍ତୁ, ଶିକ୍ଷା ଦେଖନ୍ତୁ 26ଟାଙ୍କ ୱାର୍ଡରେ ସ୍କୁଲ ହେଇଗଲା। କାହିଁ କରୁନଥିଲ ତ ତମେ? ଖାଲି ଭାଷଣରେ। କଣ ଭାଷଣ ଦଉଛ? କୋଉଠି କୋଉ କରୁଥିଲ, କୋଉ ୱାର୍ଡରେ କରୁଥିଲ? ଆଜି ଆକାଶ ଦାସ ନାୟକ 26ଟାଙ୍କ ୱାର୍ଡରେ ସ୍କୁଲ କରିଛନ୍ତି। କୋଉଠିକି ଯିବା? ଗୋଶାଳା, ମୁଁ ଆଜ୍ଞା ଗୋଶାଳା କମିଟିର ମେମ୍ବର ଅଛି। 25 ବର୍ଷ 24 ବର୍ଷ ସରକାର କହିଲା ଗୋଟେ ଟଙ୍କା ମିଳୁନଥିଲା। ଏ ସରକାର ଆସିବା ପରେ, ଏ ଲୋକଙ୍କ ସରକାର ଆସିବା ପରେ, ମୋହନ ସରକାର ଆସିଲା ପରେ ମାନ୍ୟବର ବିଧାୟକଙ୍କ ନେତୃତ୍ୱରେ ଆଜି ଚାଲନ୍ତୁ ଦେଖିବେ ଗୋଶାଳାରେ 2 କୋଟି ଟଙ୍କାର ପ୍ରୋଜେକ୍ଟ ଚାଲିଛି। ମୁଁ ବି ଦାୟିତ୍ୱ ନେଇଛି, କାମ ଚାଲିଛି ଆଜ୍ଞା। କୁଆଡେ ଯିବେ ଆପଣ? ଆପଣ ଦେଖନ୍ତୁ, ବର୍ତ୍ତମାନ ଜଗନ୍ନାଥ ମନ୍ଦିରରୁ ସଂସଲିଆ ରୋଡକୁ ରୋଡ ପ୍ରୋଜେକ୍ଟ ହେଇଛି। ଏବେ ଟେଣ୍ଡର ହବ। ଆଉ ଗୋଟେ ଛୋଟିଆ କଥା ଆଜ୍ଞା କହିବି, ଗୋଟେ ମଶାଣୀ ପାଇଁ ଗୋଟେ ଟେଣ୍ଡର ହେଇଥିଲା କହ୍ନେଇପୁରରେ। ବ୍ୟାସନଗରବାସୀ ସବୁ ଜାଣିଛନ୍ତି। ସେଟା ଗୋଟେ ଜଙ୍ଗଲ କିସମ ଜାଗାରେ ସେ ସମୟରେ ଯୋଉମାନେ ଥିଲେ ଜୋର ଜବରଦସ୍ତ କଲେ। କାଉନସିଲରେ ତାଙ୍କ ସାଙ୍ଗରେ ଆମର ବହୁତ ଯୁକ୍ତି ହେଲା। କାହିଁକି ହେଲା? ଗୋଶାଳା 2 ଏକର ଜାଗା ଆଜ୍ଞା ଦେଇଛି। 2014 ମସିହାରେ ବିଧାୟକ ଆକାଶ ଦାସ ନାୟକ ଯେତେବେଳେ ଥିଲେ ତାକୁ ବାଉଣ୍ଡେରୀ କରିଥିଲେ ଆଜ୍ଞା। ସେ ପଇସା ମୁଁ ଯେତେବେଳେ କହିଲି ଏଠି କରିବାକୁ, ଯୋଉମାନେ ପ୍ରାକ୍ତନ ଥିଲେ ନେତୃତ୍ୱ, ମୁଁ ତାଙ୍କ ନାଁ ନେବାକୁ ଚାହୁଁନାହିଁ, ମୋ ସାଙ୍ଗରେ କହିଲେ କଣ ତୋ କଥାରେ ଆମେ କରିବୁ, ଆମେ କହ୍ନେଇପୁରରେ କରିବୁ। କାହିଁକି? କହ୍ନେଇପୁରରେ କହନି ଜଙ୍ଗଲ କିସମ, ସେ ପଇସା କୁଆଡେ ଗଲା ବିଚାର ଆପଣ ମାନେ କରିବେ। ଏଠି ନାହିଁ ସେ ପଇସା, ପଳେଇଲା ସେ ପଇସା। ଧନ୍ୟବାଦ ଦେବା ବର୍ତ୍ତମାନ ବିଧାୟକ ଆକାଶ ଦାସ ନାୟକ। କାହିଁକି? ମୁଁ ଗପ ଆଜ୍ଞା କହୁନି, 3.5 କୋଟି ଟଙ୍କା ଦେଇଛନ୍ତି। ବର୍ତ୍ତମାନ ଯୋଉ ଲ୍ୟାଣ୍ଡ କ୍ଲିୟରାନ୍ସ ହେଇଛି, ଏଇ ମାସ ହେଇପାରେ ଟେଣ୍ଡର କାମ ହବ। R&B କରିବ ଏଇ ବ୍ୟାସ ସରୋବର ପାଖରେ, ସ୍ମାର୍ଟ ଶ୍ମଶାନ ହବ। କୁଆଡେ ଆଜ୍ଞା ଯିବା? ଯୁଆଡେ ଦେଖିବା ସାଡେ ପ୍ରଗତି। ଏଠି ଗାଲୁଆ ଗପ ଭାଷଣ ଦେଇ ଏଠି ଗୋଟେ ରାଜନୀତି ମଞ୍ଚ କରିଛ। ତମେ କଣ ଭାବୁଛ ବ୍ୟାସନଗରବାସୀ? କଣ ଭାବୁଛ ତମେ? ବ୍ୟାସନଗରବାସୀ ତମକୁ ଜବାବ ଦେଇଛନ୍ତି। ପୁଣି ବି ଆଗାମୀ ଦିନେ ଜବାବ ଦେବେ। ରହିଲେ, ନମସ୍କାର।